କ'ଣ ନା ମୁଜାକୁ ହୋଇ ସଦୟ ଜ୍ଞାନତା ହୃଦୟରୁ ଉଦୟ। ଆମର 3ଟା ହୃଦୟ ଅଛି, ଆପଣମାନେ ସମସ୍ତେ ଜାଣିଛନ୍ତି। ସହସ୍ରା ହେଉଛି ପ୍ରଥମ ହୃଦୟ, ଆଜ୍ଞା ହେଉଛି ଦ୍ୱିତୀୟ ହୃଦୟ। ଆମ ଶରୀର ଭିତରେ ଗୋଟେ ହାର୍ଟ ଅଛି ଲେଫ୍ଟ ସାଇଡ଼ରେ, ସେଇଟା ହେଉଛି ତୃତୀୟ ହୃଦୟ। ସମସ୍ତଙ୍କର ଧାରଣା ଆମ ହାର୍ଟରୁ ହୃଦୟଟା ଯେଉଁ ଶରୀର ଭିତରେ ଯେଉଁ ହୃଦୟଟା ରହିଛି, ସେଇ ହୃଦୟରୁ ଜ୍ଞାନ ଆସୁଛି, ସେଇ ହୃଦୟରେ ଭଗବାନ ଅଛନ୍ତି, ସେଇ ହୃଦୟକୁ ଧ୍ୟାନ କର। ଭାରତବର୍ଷରେ ଅନେକ ସାଧୁସନ୍ଥମାନଙ୍କ ଭିତରେ ଏଇ କନସେପ୍ଟଟା ରହିଛି, କିନ୍ତୁ ଏହା ଭୁଲ। ଭଗବତ ଗୀତାରେ ଉଲ୍ଲେଖ ଅଛି, ଈଶ୍ୱର ସର୍ବଭୂତାନାଂ ହୃଦୟେଷୁ ଅର୍ଜୁନ ତିଷ୍ଠନ୍ତି। ଈଶ୍ୱର ସର୍ବଭୂତାନାଂ ହୃଦୟେଷୁ ଅର୍ଜୁନ ତିଷ୍ଠନ୍ତି। ତେଣୁ ହୃଦୟରେ ଭଗବାନ ଅଛନ୍ତି ବୋଲି ଭଗବତ ଗୀତାରେ ଭଗବାନ ଏକଥା ଅର୍ଜୁନକୁ କହିଛନ୍ତି। ଦେଖନ୍ତୁ, ଶରୀରଟା ପଞ୍ଚଭୂତରେ ଗଠିତ, ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ। ତାପରେ ଆଜ୍ଞାଚକ୍ର ହେଉଛି ଶୂନ୍ୟ, ସହସ୍ରା ହେଉଛି ମହାଶୂନ୍ୟ। ତେଣୁ ସାଧନା କରି 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 ଚାଲିଲେ ଆପଣ ପୃଥିବୀ ମିଶିଯିବ ଜଳରେ, ଜଳ ମିଶିଯିବ ଅଗ୍ନିରେ, ଅଗ୍ନି ମିଶିଯିବ ବାୟୁରେ, ବାୟୁ ମିଶିଯିବ ଆକାଶରେ, ଆକାଶ ମିଶିଯିବ ଶୂନ୍ୟରେ, ଶୂନ୍ୟ ମିଶିଯିବ ମହାଶୂନ୍ୟରେ। ଯେତେବେଳେ ମହାଶୂନ୍ୟରେ ଆପଣ ମିଶିଯିବ, ସେତେବେଳେ କଞ୍ଚା ମୁଁ ନାହିଁ କି ପାଚେଲା ମୁଁ ନାହିଁ, ସେଠି କିଛି ନାହିଁ, କମ୍ପ୍ଲିଟଲି ଭ୍ୟାକୁମ୍ ବା ଶୂନ୍ୟ ସତା। ଭାଗବତର ଉଲ୍ଲେଖ ଅଛି, ମୋଘରେ ଜ୍ଞାନ ଦୀପ ଜାଳି ଅଜ୍ଞାନ ଖଣ୍ଡ ବନମାଳି। ପ୍ରଭୁଙ୍କ କୃପା ହେଲେ, ସାଧନା ହେଲେ, ଜ୍ଞାନର ଆଲୋକ ନିଜ ଭିତରେ ଜଳେ। ସେଇ ଜ୍ଞାନର ଆଲୋକ ଆସିଲେ ଅଜ୍ଞାନ ରୂପକ ଅନ୍ଧକାର ଆମ ଭିତରୁ ଦୂରେଇ ଯାଏ। କଞ୍ଚା ମୁଁଟା ରୂପାନ୍ତରିତ ହୋଇ ପାଚଲା ମୁଁରେ ପରିଣତ ହୁଏ। ଭଗବତ ଗୀତାରେ ଗୋଟେ ଶ୍ଲୋକ ଅଛି, ଜ୍ଞାନାଗ୍ନି ସର୍ବକର୍ମାଣି ଭସ୍ମସାତ୍ କୁରୁତେ ତଥା। ଜ୍ଞାନାଗ୍ନି ସର୍ବକର୍ମାଣି ଭସ୍ମସାତ୍ କୁରୁତେ ତଥା। ତେଣୁ ଜ୍ଞାନର ଅଗ୍ନି ଯେତେବେଳେ ନିଜ ଭିତରେ ଜଳିବ, ସର୍ବକର୍ମାଣୀ, ସର୍ବ ବୋଇଲେ ପ୍ରାରବ୍ଧ, ସଞ୍ଚିତ, କ୍ରିୟମାଣ ସମସ୍ତ କର୍ମ, ଜ୍ଞାନାଗ୍ନି ସର୍ବକର୍ମାଣୀ ଭସ୍ମସାତ୍ କୁରୁତେ ତଥା। ତେଣୁ ସମସ୍ତ କର୍ମ ଏ ଜ୍ଞାନ ରୂପ ଅଗ୍ନିରେ ଜଳି ପୋଡ଼ି ପାଉଁଶ ହେଇଯାଏ। ସେସବୁ କ'ଣ ଥାଏ ନା ପାଉଁଶ। ସେ ପାଉଁଶର ଦେଖିଥିବେ କୌଣସି ଅସ୍ତିତ୍ୱ ନଥାଏ। ଯଦି ସାମାନ୍ୟ ଟିକେ ପବନ ପ୍ରବାହିତ ହେବ, ପାଉଁଶ ଉଡ଼ିକି କେଉଁଠି ପଞ୍ଚଭୂତରେ ଲୀନ ହେଇଯିବ, ଆପଣ ତାକୁ ଧରିପାରିବେନି। ଯେତେବେଳେ ଜ୍ଞାନାଗ୍ନି ଜଳି ଉଠିବ, ସେଠି କଞ୍ଚା ମୁଁ ନାହିଁ କି ପାଚେଲା ମୁଁ ନାହିଁ, ସେଠି କିଛି ନାହିଁ। ତେଣୁ ଆମ ଭିତରେ ଜ୍ଞାନାଗ୍ନି କେମିତି ଜଳି ଉଠିବ, ସେଥିପାଇଁ ଗୁରୁଙ୍କର ସାନ୍ନିଧ୍ୟ ଲାଭ କରିବା, ଗୁରୁଙ୍କ ଉପଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା, ଆଉ ନିଷ୍ଠାର ସହିତ ପ୍ରାକ୍ଟିସ୍ ୱିଥ୍ ଲଭ୍, ପ୍ରାକ୍ଟିସ୍ ୱିଥ୍ ଲଭ୍, ପ୍ରେମର ସହିତ, ଭକ୍ତିର ସହିତ, ଭାବର ସହିତ ଯଦି ଆମେ କ୍ରିୟା ଅଭ୍ୟାସ କରି 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 ଚାଲିବା, ତାହେଲେ ଆମ ଭିତରେ ଜ୍ଞାନାଗ୍ନି ଜଳି ଉଠିବ, ଅର୍ଥାତ୍ ପରାବସ୍ଥା ହେବ। ପରାବସ୍ଥା ହେଲେ ଆମ ଭିତରେ ଜ୍ଞାନର ଅଗ୍ନି ଜଳି ଉଠିବ। ତେଣୁ ଯେପର୍ଯ୍ୟନ୍ତ ଆମର ପରାବସ୍ଥା ନ ହେଇଛି, ଆମ ଭିତରେ ପ୍ରାରବ୍ଧ, ସଞ୍ଚିତ, କ୍ରିୟମାଣ ହିଁ ରହିବ। କ୍ରିୟମାଣରୁ ସୃଷ୍ଟି ହୁଏ ସଞ୍ଚିତ ଓ ପ୍ରାରବ୍ଧ। ଆମେ ଯାହା ଭୋଗ କରୁଛେ ତାହା ହେଉଛି ପ୍ରାରବ୍ଧ। ଯାହା ଭୋଗ ନ ହୋଇ ଆମ ଚିତ୍ତରେ ବୃତ୍ତି ଆକାରରେ ଅଛି, ତାହା ହେଉଛି ସଞ୍ଚିତ। କ୍ରିୟମାଣ
ଆମେ ଯାହା କରୁଛେ। ତେଣୁ କ୍ରିୟମାଣରୁ ସଞ୍ଚିତ ଆଉ ପ୍ରାରବ୍ଧ ସୃଷ୍ଟି ହେଉଛି। ଯେପର୍ଯ୍ୟନ୍ତ ଆମ ଭିତରେ କର୍ତ୍ତା ଭାବ ରହିଛି ବା ମୁଁ ମୋର ଭାବ ରହିଛି, ଆମେ ନିଜକୁ ପରମ ପିତା ପରମ ବ୍ରହ୍ମଙ୍କ ପାଖରେ ସମର୍ପଣ ନ କରିଛେ ଏବଂ ସାଧନା କରି ଆମର ମନ ପ୍ରାଣ ସହସ୍ରାରେ ସ୍ଥିତ ନ ହୋଇଛି, ସେ ପର୍ଯ୍ୟନ୍ତ ଆପଣ ଯେତେ ବିଚାର କରନ୍ତୁ, ଯେତେ ଚିନ୍ତା କରନ୍ତୁ, ଯେତେ ଭାବନ୍ତୁ, ଯେତେ ସତ୍ସଙ୍ଗର ଆଶ୍ରୟ ନିଅନ୍ତୁ, ଯେତେ ମଠବାଡ଼ି ଆଶ୍ରମ ଯାଆନ୍ତୁ, ଆପଣଙ୍କର ପରାବସ୍ଥା ହେବ ନାହିଁ। ଯଦି ସମସ୍ତେ କ୍ରିୟା କରି ଚାଲନ୍ତି, ବୈରାଗ୍ୟର ସହିତ, ଶ୍ରଦ୍ଧାର ସହିତ, ଭକ୍ତିର ସହିତ ଯଦି କ୍ରିୟାଭ୍ୟାସ କରି ଚାଲନ୍ତି, ପ୍ରଭୁ କୃପା ହେଲେ, ଗୁରୁ କୃପା ହେଲେ ପରାବସ୍ଥା ହୁଏ। ବିନା ଭଗବତ କୃପାରେ, ଗୁରୁଙ୍କ କୃପାରେ ପରାବସ୍ଥା କେତେବେଳେ ହୁଏ ନାହିଁ। ପରାବସ୍ଥା ଅର୍ଥ ଶୂନ୍ୟ ଅବସ୍ଥା, ଥଟ୍ଲେସ୍ ଷ୍ଟେଜ୍ ନୁହଁ, ଥଟ୍ଲେସନେସ୍ ଷ୍ଟେଜ୍, ସମ୍ପୂର୍ଣ୍ଣ ଶୂନ୍ୟ। ତେଣୁ ସାଧନା ଯେ ଆମେ କେତେବେଳେ କରିବା। ତେଣୁ ଆମେ ଭାବୁଛେ ସକାଳେ ଟିକେ ଧ୍ୟାନରେ ବସିବା, ସନ୍ଧ୍ୟାବେଳେ ଟିକେ ଧ୍ୟାନରେ ବସିବା, ଆଉ ଦିନ ସାରା ସମସ୍ତ ଭୌତିକ କର୍ମରେ ଏ ମ୍ୟାଟେରିଆଲ ୱାର୍ଲଡରେ ଆମେ ବୁଡ଼ି ରହିବା। ତା ଦ୍ୱାରା ଈଶ୍ୱର ଦର୍ଶନ, ଈଶ୍ୱର ପ୍ରାପ୍ତି ବା ଉପଲବ୍ଧି କେବେ ସମ୍ଭବପର ନୁହେଁ। ଭଗବତ ଗୀତାରେ ଉଲ୍ଲେଖ ଅଛି, ତସ୍ମାତ୍ ସର୍ବେଷୁ କାଳେଷୁ ଯୋଗ ଯୁକ୍ତ ଭବାର୍ଜୁନ। ହେ ଅର୍ଜୁନ, ତୁ ମୋ ସହିତ ତସ୍ମାତ୍ ସର୍ବେଷୁ କାଳେଷୁ, ସବୁ ସମୟରେ ସବୁ କାଳରେ ତୁ ମୋ ସହିତ ଯୋଗଯୁକ୍ତ ଅବସ୍ଥାରେ ରହ। ଆପଣ ସଂସାରରେ ରୁହନ୍ତୁ, କିଛି ଯାଏ ଆସେ ନାହିଁ, କିନ୍ତୁ ତାଙ୍କୁ ଭୁଲନ୍ତୁ ନାହିଁ। ତାଙ୍କୁ ସବୁବେଳେ ମନେ ପକାନ୍ତୁ, ତାଙ୍କୁ ସବୁବେଳେ ସ୍ମରଣ କରନ୍ତୁ, ସବୁବେଳେ ତାଙ୍କୁ ଦର୍ଶନ କରିବା ପାଇଁ ଚେଷ୍ଟା କରନ୍ତୁ। ଆଉ ସବୁବେଳେ ଚିନ୍ତନ କରନ୍ତୁ, ହେ ଭଗବାନ, ମୁଁ ତୁମର, ତୁମେ ହିଁ ମୋର। ମୁଁ କେତେ ଦିନ ରହିବି ମୁଁ ଜାଣିନାହିଁ। କେଉଁ ଦିନ ଏ ନିର୍ଦ୍ଦିଷ୍ଟ ଶ୍ୱାସ ପୁଞ୍ଜିର ଶେଷ ହେଇଯିବ, ସେଇଦିନ ସେଇ ମୁହୂର୍ତ୍ତରେ କେଉଁ ମୁଁ ଅଜଣା ରାଇଜକୁ ଚାଲିଯିବି, ସେ ଜ୍ଞାନ ବି ମୋର ନାହିଁ। ତୁମେ ଜନ୍ମ ପୂର୍ବରୁ ମୋ ସାଥିରେ ଥିଲ, ଜନ୍ମ ହେଲା ପରେ ତୁମେ ମୋ ସାଥିରେ ଅଛ, ମଲା ପରେ ମଧ୍ୟ ତୁମେ ମୋ ସାଥିରେ ରହିବ। ହେ ପ୍ରଭୁ, ମୁଁ ଏ କଥାକୁ ଭୁଲି ଯାଉଛି। ତେଣୁ ମୁଁ ଦୀକ୍ଷା ଗ୍ରହଣ କରିଛି, ଗୁରୁଙ୍କ ସଂସ୍ପର୍ଶରେ ଆସିଛି, ଆଉ ସାଧନା କରୁଛି। ତୁମେ ଥିଲ ମୁଁ ଅନୁଭବ କରିବି, ତୁମେ ଅଛ ଅନୁଭବ କରିବି, ତୁମେ ରହିବ ମଧ୍ୟ ମୁଁ ତା ଅନୁଭବ କରିବି। ମୋତେ କୃପା କର, କାରଣ ମୁଁ ତୁମର, ତୁମେ ମୋର। ତୁମ ବିନା ମୋର ଆଉ କେହି ନାହାନ୍ତି। ଯେତେବେଳେ ମନ ସବୁ କର୍ମରୁ ନିବୃତ୍ତି ହେବ, କେବଳ ଈଶ୍ୱର ଚିନ୍ତାରେ, ଭଗବତ ଚେତନାରେ ବୁଡ଼ି ରହିବ, ସେତେବେଳେ ଈଶ୍ୱରଙ୍କ କାର୍ଯ୍ୟ ବ୍ୟତୀତ ଦ୍ୱିତୀୟ କାର୍ଯ୍ୟ ଆପଣଙ୍କର ନଥିବ। ସେତେବେଳେ ଆପଣ ଭଗବାନଙ୍କର ଭକ୍ତ ହେଇଯିବେ। ମୁଁ ଭକ୍ତ ଜନର ଅଧୀନ, ମୁଁ ତ ଭକ୍ତ ନୁହେଁ ଭିନ୍ନ। ସେତେବେଳେ ଭଗବାନ କ'ଣ ହେବେ ନା ତୁମର ଅଧୀନ ହେଇଯିବେ। ସମସ୍ତେ ଭଗବାନଙ୍କର ଅଧୀନ, କିନ୍ତୁ ଭଗବାନ ପରମ ପିତା ପରମ ବ୍ରହ୍ମ ଭକ୍ତ ଜନର ଅଧୀନ। ପୁଣି ଭଗବାନ କହୁଛନ୍ତି, ମୁଁ ତ ଭକ୍ତ ନୁହେଁ ଭିନ୍ନ। ମୋ ଠାରୁ ଭକ୍ତ କେବେ ଭିନ୍ନ ନୁହନ୍ତି। ଭକ୍ତ ଭଗବାନ ଅଭିନ୍ନ, ତିଳେ ମାତ୍ର ନାହିଁ ଭେଦ। ତେଣୁ ସେଥିରେ ଆଦୌ ଭେଦ ନାହିଁ।
ତେଣୁ ଯେତେବେଳେ ତାଙ୍କରି କାର୍ଯ୍ୟ ଯଦି ଆପଣ କରି ବସିଲେ 24 ଘଣ୍ଟା ସବୁ ସମୟରେ, ତାହେଲେ ଭଗବାନଙ୍କର କୃପା, ଭଗବାନଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ଝରି ପଡ଼ିବ। ତେଣୁ ଅନେକ ଜନ୍ମ ସାଧନା କରି କରି ଯେଉଁମାନେ ଆସିଛନ୍ତି, ଯାହାଙ୍କ ଭିତରେ ଜନ୍ମରୁ ରଜଗୁଣ ନାହିଁ, ତମଗୁଣ ନାହିଁ, ସାତ୍ତ୍ୱିକ ଭାବରେ ତାଙ୍କ ମନ, ହୃଦୟ, ଶରୀର ପରିପୂର୍ଣ୍ଣ ହୋଇଅଛି, ସେଇମାନେ କେବଳ ଭଗବତ କାର୍ଯ୍ୟରେ ବ୍ୟସ୍ତ ରହନ୍ତି।